सुप्रभात पिलामाने आज आम पंचम श्रेणी सामाजिक बहिर चतुर्थ अध्यायटी को आलोचना करिबा। चतुर्थ अध्याय तुमर विषयर नाम आम देश और आम पृथ्वी। आम देश और आम पृथ्वी कौन देछि पिले देख चित्र रे गोटे ग्लोब देछि। ग्लोब रे कौन देखुच? ए ग्लोब टी रे कौन देखुच? ग्लोब टी वृत्ताकार और यार मध्य भाग स्फीत देखा जाउछि। ग्लोब टी वृत्ताकार और यार मध्य भाग स्फीत देखा जाउछि। एथिरे अनेक वृत्त रहिछि। ए ग्लोब टी रे अनेक वृत्त रहिछि। एथे ओ अर्ध वृत्त सब अंकित करा जाइछि। ए सब वृत्त रहिछि। अर्ध वृत्त सब अंकित करा जाइछि। एथिरे विभिन्न रंग माध्यम जल भाग, स्थल भाग, मालभूमि, देश, पर्वत, ह्रद, नदी आदि दर्शा जाइछि। ग्लोब उपरे ठीक मध्य भागरे विषुववृत्त रहिछि। मध्य भागरे विषुववृत्त रहिछि। एही वृत्त पृथ्वी को दुई भागरे विभक्त करुछि। ए वृत्तर ऊपर भाग को उत्तर गोलार्ध और तल भाग को दक्षिण गोलार्ध कहा जाए। ठीक विषुववृत्तरु सुमेरु पर्यंत ए अंचल को उत्तर गोलार्ध, ठीक विषुववृत्तरु कुमेरु पर्यंत अंचल को दक्षिण गोलार्ध कहा जाए। उभय गोलार्ध रे आहुरी केते वृत्त अंका जाइछि। सुमेरु, कर्कट क्रांति, मकर क्रांति, कुमेरु ये सब वृत्त गुड़िक अंका जाइछि। उत्तर भागरे विषुववृत्तर उभय पार्श्व अल्प दूर रे वृत्त अंका जाइछि। उत्तर भागरे थिबा वृत्त को कर्कट क्रांति, विषुववृत्त ठारू उत्तर भागरे समान दूरतारे कर्कट क्रांति, ठीक सेमिति दक्षिण रे विषुववृत्त ठारू समान दूरतारे अल्प दूर रे मकर क्रांति रहिछि। उत्तर गोलार्धर प्रांत को सुमेरु और दक्षिण गोलार्धर प्रांत को कुमेरु कहा जाए। उत्तर गोलार्धर सुमेरु पर्यंत विषुववृत्तरु उत्तर को सुमेरु पर्यंत अंचल को उत्तर गोलार्ध कहा जाए। ई सुमेरु वृत्त ठारू सुमेरु पर्यंत आउ कुमेरु वृत्त ठारू कुमेरु पर्यंत अंचल को मेरु अंचल कहा जाए। ई दुई प्रांत सुमेरु आउ कुमेरु दुईटी प्रांत, सुमेरु कुमेरु दुईटी प्रांत। सुमेरु वृत्त ठारू सुमेरु पर्यंत, कुमेरु वृत्त ठारू कुमेरु पर्यंत अंचल को मेरु अंचल कहा जाए। प्रकृत पिला माने पृथ्वी उपरे एही सब वृत्त देखिबाकू मिले नाही। एगुड़िक केवल कल्पना करा जाई ग्लोबर मानचित्र रे अंकन करा जाइछि। आस आउ थरे ग्लोब को देखिबा। ग्लोबर विभिन्न स्थान रे विभिन्न रंग दिया जाइछि।
ଏହି ରଙ୍ଗ ଗୁଡ଼ିକ ମଧ୍ୟରୁ ନୀଳ ରଙ୍ଗ ଜଳଭାଗକୁ, ସବୁଜ ରଙ୍ଗ ସ୍ଥଳଭାଗକୁ, ବାଦାମୀ ହଳଦିଆ ରଙ୍ଗ ଦ୍ୱାରା ସୂଚିତ କରାଯାଇଛି। ବଡ଼ ବଡ଼ ଜଳଭାଗ ଥିବା ଅଞ୍ଚଳ ଗୁଡ଼ିକୁ ମହାସାଗର ବା ସାଗର କୁହାଯାଏ। ଗ୍ଲୋବକୁ ଦେଖି ମହାସାଗର ଗୁଡ଼ିକୁ ଚିହ୍ନାଅ। ପ୍ରଶାନ୍ତ ମହାସାଗର। ଗ୍ଲୋବରେ ଆମେ ପ୍ରଥମେ ପ୍ରଶାନ୍ତ ମହାସାଗର ଦେଖିବା, ଯାହାକି ବୃହତ୍ତମ ମହାସାଗର। ଏହା ପୃଥିବୀର ବୃହତ୍ତମ ମହାସାଗର। ପ୍ରଶାନ୍ତ ମହାସାଗର ପୃଥିବୀର ବୃହତ୍ତମ ମହାସାଗର। ଦୁଇରେ ଆମର ଆସିଲା ଆଟଲାଣ୍ଟିକ ମହାସାଗର। ତିନିରେ ଭାରତ ମହାସାଗର। ଏହା ଦକ୍ଷିଣ ଭାଗରେ ଅବସ୍ଥିତ। ଭାରତର ଦକ୍ଷିଣରେ ଭାରତ ମହାସାଗର ଅବସ୍ଥିତ। ସୁମେରୁ ବା ଉତ୍ତର ମହାସାଗର, କୁମେରୁ ବା ଦକ୍ଷିଣ ମହାସାଗର। ତେବେ ଆମର ପାଞ୍ଚଟି ମହାସାଗର ଅଛି। ଆଉ ଥରେ ମନ ଦେଇ ଶୁଣ। ଏକରେ ପ୍ରଶାନ୍ତ ମହାସାଗର, ଦୁଇରେ ଆଟଲାଣ୍ଟିକ ମହାସାଗର, ତିନିରେ ଭାରତ ମହାସାଗର, ଚାରିରେ ସୁମେରୁ ବା ଉତ୍ତର ମହାସାଗର, ପାଞ୍ଚରେ କୁମେରୁ ବା ଦକ୍ଷିଣ ମହାସାଗର। ମନେ ରଖ, ବଡ଼ ବଡ଼ ସ୍ଥଳଭାଗ ଗୁଡ଼ିକୁ ମହାଦେଶ କୁହାଯାଏ। ଏକରେ ଏସିଆ, ଦୁଇରେ ୟୁରୋପ, ତିନିରେ ଆଫ୍ରିକା, ଚାରି ଅଷ୍ଟ୍ରେଲିଆ, ପାଞ୍ଚ ଉତ୍ତର ଆମେରିକା, ଛଅ ଦକ୍ଷିଣ ଆମେରିକା, ସାତ ଆଣ୍ଟାର୍କଟିକା। ଆଉ ଥରେ ମନେ ରଖ, ମହାଦେଶ ଗୁଡ଼ିକର ନାମ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା। ଉତ୍ତର ଗୋଲାର୍ଦ୍ଧରେ ଏସିଆ, ୟୁରୋପ ଓ ଉତ୍ତର ଆମେରିକା ଅବସ୍ଥିତ। ଆମେ ଟିକେ ମହାଦେଶ ଗୁଡ଼ିକର ଅବସ୍ଥିତି ଜାଣିବା। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଏସିଆ ମହାଦେଶ ଅବସ୍ଥିତ। ୟୁରୋପ ଓ ଉତ୍ତର ଆମେରିକା। ଏସିଆ, ୟୁରୋପ, ଉତ୍ତର ଆମେରିକା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ସେହିପରି ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା ଦକ୍ଷିଣ ଗୋଲାର୍ଦ୍ଧରେ ଓ ଉଭୟ ଗୋଲାର୍ଦ୍ଧରେ ଦକ୍ଷିଣ ଆମେରିକା ଓ ଆଫ୍ରିକା। ଦକ୍ଷିଣ ଆମେରିକା ଓ ଆଫ୍ରିକା ଉଭୟ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ଆମ ଭାରତର ଅବସ୍ଥିତି ଯଦି ଆମେ ଜାଣିବା, ଭାରତ ଏସିଆ ମହାଦେଶର ଦକ୍ଷିଣ ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ। ଭାରତ ଏସିଆ ମହାଦେଶର ଦକ୍ଷିଣରେ ଅବସ୍ଥିତ। ଏବେ ଆମେ ଦେଖିବା ଆଉ ଥରେ ଗ୍ଲୋବ ବା ମାନଚିତ୍ରକୁ ଦେଖ। ସେଥିରେ ଏସିଆ ମହାଦେଶକୁ ଦେଖ। ଗ୍ଲୋବ ବା ମାନଚିତ୍ରକୁ ଦେଖ, ସେଥିରେ ଏସିଆ ମହାଦେଶକୁ ଦେଖ। ଏବେ ଭାରତ ଚାରିପଟେ କେଉଁ କେଉଁ ସାଗର ଦେଶ ରହିଛି ଆମେ ଜାଣିବା। ଭାରତ ଆମର ଏସିଆ ମହାଦେଶରେ ଭାରତଟିକୁ ଆମେ ଦେଖିଲେ। ଏସିଆ ମହାଦେଶରେ ଭାରତ ରହିଛି। ଭାରତ ଚାରିପଟେ କ'ଣ କ'ଣ ରହିଛି? ଏବେ ଆମେ ଭାରତ ମାନଚିତ୍ରରେ ଦେଖିବା
ଭାରତର ଚାରିପଟେ କେଉଁ କେଉଁ ଦେଶ ମହାସାଗର ସବୁ ରହିଛି? ଦେଖ ପିଲେ, ଭାରତର ଚାରିପଟେ କ'ଣ କ'ଣ ସାଗର ରହିଛି? ଭାରତର ପୂର୍ବରେ ବଙ୍ଗୋପସାଗର ରହିଛି, ପଶ୍ଚିମରେ ଆରବ ସାଗର ରହିଛି, ଭାରତର ଦକ୍ଷିଣରେ ଭାରତ ମହାସାଗର ରହିଛି। ଏସବୁ ଭାରତ ମହାସାଗର ଭାରତର ଦକ୍ଷିଣରେ ରହିଛି। ଆମେ ଜାଣିଛେ ଭାରତର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ଭାରତର ଏଇପଟେ ପୂର୍ବ ଦିଗ, ଏଇପଟେ ପଶ୍ଚିମ ଦିଗ, ଭାରତର ଉତ୍ତର ଉପର ଓ ଦକ୍ଷିଣ ତଳ। ତାହେଲେ ଆମେ ଜାଣିଲେ ପୂର୍ବରେ ବଙ୍ଗୋପସାଗର ରହିଛି, ପଶ୍ଚିମରେ ଆରବ ସାଗର ରହିଛି ଓ ଦକ୍ଷିଣରେ ଭାରତ ମହାସାଗର ରହିଛି। ଭାରତ ଚାରିପଟେ କ'ଣ କ'ଣ ଦେଶ ସବୁ ରହିଛି ଆମେ ଦେଖିବା। ଭାରତର ସୀମାକୁ ଲାଗି ଓ ତାର ଚାରିପାଖରେ ଥିବା ଦେଶ ଗୁଡ଼ିକ ଆମେ ଜାଣିବା। ଭାରତର ସୀମାକୁ ଲାଗି ବାଂଲାଦେଶ ରହିଛି ଆଉ ମିଆଁମାର ରହିଛି। ବାଂଲାଦେଶ ମିଆଁମାର ତାର ପଡ଼ୋଶୀ ଦେଶ ବୋଲି ଆମେ କହିପାରିବା, କାରଣ ଏ ଭାରତର ସୀମାରେ ରହିଛି, ତାର ପାଖରେ ରହିଛି। ଠିକ୍ ସେମିତି ଭାରତର ଆଉ ପଡ଼ୋଶୀ ଦେଶ ହେଲା ଚୀନ, ନେପାଳ ଆଉ ଭୁଟାନ। ଭାରତର ଉତ୍ତରରେ ଚୀନ ଅଛି, ନେପାଳ ଅଛି, ଏପଟେ ପୂର୍ବରେ ଭୁଟାନ ଅଛି। ଭାରତର ପଶ୍ଚିମରେ ଅଛି ଆମର ପାକିସ୍ତାନ ଓ ଆଫଗାନିସ୍ତାନ। ପଶ୍ଚିମରେ ପାକିସ୍ତାନ, ତା ଉପରକୁ ଦେଖ ପିଲେ ଆଫଗାନିସ୍ତାନ ରହିଛି। ତାହେଲେ ଏବେ ଆମେ ଭାରତର ଚାରିପଟେ କ'ଣ କ'ଣ ରହିଛି ପିଲେ ଜାଣିଲେ। ଆଉ ଥରେ ଟିକେ ମନ ଦେଇକି ଶୁଣ। ଭାରତର ଚାରିପଟେ କ'ଣ କ'ଣ ଦେଶ ଆଉ ସାଗର ମହାସାଗର ସବୁ ରହିଛି। ଭାରତରେ ଆମେ ଦେଖିଲେ ଚାରିପାଖା ପଡ଼ୋଶୀ ଦେଶ ଗୁଡ଼ିକ ହେଲା ବାଂଲାଦେଶ, ମିଆଁମାର, ଚୀନ, ନେପାଳ, ଭୁଟାନ, ପାକିସ୍ତାନ, ଆଫଗାନିସ୍ତାନ। ସେମିତି ସାଗର ମହାସାଗର ଆମର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଆରବ ସାଗର ଓ ଦକ୍ଷିଣରେ ଭାରତ ମହାସାଗର ରହିଛି। ମାନଚିତ୍ରରେ ଆମେ ଦେଖିଲେ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଭାରତ ଅବସ୍ଥିତ। ଭାରତର ଦକ୍ଷିଣ ଅଂଶ ଅଣଓସାରିଆ ହେଇ ଜଳଭାଗକୁ ପ୍ରବେଶ କରିଛି। ଭାରତର ତିନି ପାଖରେ ଜଳଭାଗ ରହିଛି, ସେଗୁଡ଼ିକ ହେଲା ଆରବ ସାଗର, ବଙ୍ଗୋପସାଗର, ଭାରତ ମହାସାଗର। ଭାରତର ମୁଖ୍ୟ ସ୍ଥଳଭାଗରୁ ଅଲଗା ହୋଇ ଛୋଟ ସ୍ଥଳଭାଗଟି ବଙ୍ଗୋପସାଗରରେ ଅଛି, ତାହାର ନାମ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ସ୍ଥଳଭାଗର ଚାରିପଟେ ଜଳଭାଗ ଥିବାରୁ ଏହାକୁ ଦ୍ୱୀପ କହୁଛେ। ଅନେକ ଗୁଡ଼ିଏ ଦ୍ୱୀପର ସମାହାରକୁ ଦ୍ୱୀପପୁଞ୍ଜ କୁହାଯାଏ। ସେହିଭଳି ଭାରତର ସ୍ଥଳଭାଗର ଆଉ ଏକ ଅଂଶ ଆରବ ସାଗରରେ ଅଛି, ତାର ନାମ ହେଉଛି ଲାକ୍ଷାଦ୍ୱୀପପୁଞ୍ଜ। ଆରବ ସାଗରରେ ଯେଉଁ ଅଂଶଟି ଅଛି ଲାକ୍ଷାଦ୍ୱୀପପୁଞ୍ଜ। ତାହେଲେ ପିଲାମାନେ ଆମେ ମନେ ରଖିବା ଯେ ଭାରତର ଦୁଇଟି ସାଗର ଭାରତର ପୂର୍ବରେ ଓ ପଶ୍ଚିମରେ ଯେଉଁ ଅଛି ସେଥିରେ ପୂର୍ବରେ ବଙ୍ଗୋପସାଗରରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ପଶ୍ଚିମରେ ଆରବ ସାଗରରେ ଲାକ୍ଷାଦ୍ୱୀପପୁଞ୍ଜ ରହିଛି। ଅନେକ ଗୁଡ଼ିଏ ଦ୍ୱୀପର ସମାହାରକୁ ଦ୍ୱୀପପୁଞ୍ଜ କୁହାଯାଏ। ଦ୍ୱୀପ କାହାକୁ କୁହାଯାଏ? ସ୍ଥଳଭାଗର ଚାରିପଟେ ଜଳଭାଗ ଥିବାରୁ ଏହାକୁ ଆମେ ଦ୍ୱୀପ କହୁଛେ। ତେବେ ଆମେ କ'ଣ ଏ ବିଷୟରୁ ଶିଖିଲେ? ଆମ ପୃଥିବୀର ଉତ୍ତର
ପ୍ରାନ୍ତକୁ ଉତ୍ତର ମେରୁ ବା ସୁମେରୁ ଓ ଦକ୍ଷିଣ ପ୍ରାନ୍ତକୁ ଦକ୍ଷିଣ ମେରୁ ବା କୁମେରୁ କୁହାଯାଏ। ମନେ ରଖ ପିଲାମାନେ, ସୁମେରୁ ଆଉ କୁମେରୁ ଏ ଦୁଇଟି ପ୍ରାନ୍ତ, ଏ ଦୁଇଟି ବୃତ୍ତ ନୁହନ୍ତି। ଦୁଇରେ ପିଲେ ଆମେ କ'ଣ ଶିଖିଲେ ନା ଗୋଟିଏ କାଳ୍ପନିକ ରେଖା ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରୁଛି। ଗୋଟିଏ କାଳ୍ପନିକ ରେଖା ପୃଥିବୀକୁ କେତେ ଭାଗରେ ବିଭକ୍ତ କରୁଛି? ଦୁଇ ଭାଗରେ ବିଭକ୍ତ କରୁଛି। ସେଇ ଦୁଇ ଭାଗରେ ଯେଉଁ ରେଖା ବିଭକ୍ତ କରୁଛି ସେଇ ରେଖାକୁ ଆମେ ବିଷୁବ ରେଖା ବୋଲି କହିବା। କ'ଣ କହିବା? ବିଷୁବ ରେଖା ବୋଲି କହିବା। ବିଷୁବ ବୃତ୍ତ ମଧ୍ୟ କହିପାରିବା। ବିଷୁବ ବୃତ୍ତଠାରୁ ସମାନ ଦୂରରେ ଉତ୍ତର ଗୋଲାର୍ଦ୍ଧରେ କର୍କଟ କ୍ରାନ୍ତି ଓ ଦକ୍ଷିଣ ଗୋଲାର୍ଦ୍ଧରେ ମକର କ୍ରାନ୍ତି ରହିଛି। ବିଷୁବ ରେଖାଠାରୁ ଠିକ୍ ସମାନ ଦୂରରେ ଉଭୟ ପାର୍ଶ୍ୱରେ ଉତ୍ତର ଗୋଲାର୍ଦ୍ଧରେ ଆମେ କର୍କଟ କ୍ରାନ୍ତି ପାଇବା, ଦକ୍ଷିଣ ଗୋଲାର୍ଦ୍ଧରେ ଆମେ ମକର କ୍ରାନ୍ତି ପାଇବା। ଗ୍ଲୋବରେ ନୀଳ ରଙ୍ଗ ଦିଆଯାଇଥିବା ଅଂଶ ଜଳଭାଗ। ଗ୍ଲୋବରେ ନୀଳ ରଙ୍ଗ ଯେଉଁ ଅଂଶ ଦିଆଯାଇଛି ତାକୁ ଆମେ ଜଳଭାଗ ବୋଲି ଜାଣିବା। ସବୁଜ, ବାଦାମୀ, ହଳଦିଆ ରଙ୍ଗ ପ୍ରଭୃତି ରଙ୍ଗକୁ ସ୍ଥଳଭାଗ ବୋଲି ଜାଣିବା। ପୃଥିବୀରେ 5ଟି ମହାସାଗର ରହିଛି। 1ରେ ପ୍ରଶାନ୍ତ ମହାସାଗର, 2ରେ ଆଟଲାଣ୍ଟିକ ମହାସାଗର, ଭାରତ ମହାସାଗର, ଉତ୍ତର ମହାସାଗର ଓ ଦକ୍ଷିଣ ମହାସାଗର। ତାକୁ ସୁମେରୁ ମହାସାଗର ଓ କୁମେରୁ ମହାସାଗର ମଧ୍ୟ କହିପାରିବା। ପୃଥିବୀର ମହାଦେଶ ଗୁଡ଼ିକ ହେଉଛି ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା। ତାହେଲେ 5ଟି ମହାସାଗର ରହିଛି, 7ଟି ମହାଦେଶ ରହିଛି। ଭାରତ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଆମ ଦେଶ ଭାରତ ଏସିଆ ମହାଦେଶରେ ଅବସ୍ଥିତ। ଏହାର 3 ପଟକୁ ଜଳଭାଗ ଘେରି ରହିଛି। ବଙ୍ଗୋପସାଗର, ଭାରତ ମହାସାଗର, ଆରବ ସାଗର। ପୂର୍ବରେ ଆମେ ବଙ୍ଗୋପସାଗର ଦେଖିଛେ, ଭାରତ ମହାସାଗର ଦକ୍ଷିଣରେ ଓ ପଶ୍ଚିମରେ ଆରବ ସାଗର। ବଙ୍ଗୋପସାଗରରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରହିଛି, ସେହିପରି ଆରବ ସାଗରରେ ଲାକ୍ଷା ଦ୍ୱୀପପୁଞ୍ଜ ରହିଛି। ଗୋଟିଏ ଅଂଶ ଆମର ଆରବ ସାଗର ଯେଉଁଟା ରହିଛି ସେଟା ଲାକ୍ଷା ଦ୍ୱୀପପୁଞ୍ଜ। ଭାରତର ପଡ଼ୋଶୀ ଦେଶ ଗୁଡ଼ିକ ହେଲା ପାକିସ୍ତାନ, ଚୀନ, ନେପାଳ, ଭୁଟାନ, ବାଂଲାଦେଶ, ମିଆଁମାର ଓ ଶ୍ରୀଲଙ୍କା। ପିଲାମାନେ ଆଉ ଥରେ ଟିକେ ଗ୍ଲୋବଟିକୁ ଭଲ ଭାବରେ ଦେଖ। ଗ୍ଲୋବ ହେଉଛି ପୃଥିବୀର ଏକ କ୍ଷୁଦ୍ର ପ୍ରତିରୂପ। ଏହାର ମଧ୍ୟଭାଗରେ ବିଷୁବ ବୃତ୍ତ କଳ୍ପନା କରାଯାଇଛି। ପ୍ରକୃତରେ କିଛି ବୃତ୍ତ ସେମିତି ଆମ ପୃଥିବୀରେ ଅଙ୍କା ଯାଇ ନାହିଁ, କେବଳ କଳ୍ପନା କରାଯାଇଛି, ଯାହା ଗ୍ଲୋବକୁ 2 ସମାନ ଭାଗରେ ବିଭକ୍ତ କରୁଛି। ଗ୍ଲୋବର ଉପର ଭାଗକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗକୁ ତଳ ଭାଗକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ। ଦେଖ ପିଲେ, ଗ୍ଲୋବର ଉପର ଭାଗକୁ ଉତ୍ତର ଗୋଲାର୍ଦ୍ଧ, ତାହେଲେ ବିଷୁବ ରେଖା ଗ୍ଲୋବକୁ 2 ଭାଗରେ ବିଭକ୍ତ କରୁଛି। ଉପର ଭାଗ ଅର୍ଥାତ୍ ବିଷୁବ ରେଖା ଠାରୁ ସୁମେରୁ ପର୍ଯ୍ୟନ୍ତ, ବିଷୁବ ରେଖା ଠାରୁ ସୁମେରୁ ପର୍ଯ୍ୟନ୍ତ ଅଞ୍ଚଳକୁ ଆମେ ଉତ୍ତର ଗୋଲାର୍ଦ୍ଧ ବୋଲି କହିବା। ଏହି ଭାଗଟାକୁ ଆମେ ଉତ୍ତର ଗୋଲାର୍ଦ୍ଧ କହିବା। ଠିକ୍ ସେମିତି ପିଲେ ବିଷୁବ ରେଖା ଠାରୁ ଦକ୍ଷିଣକୁ କୁମେରୁ ପର୍ଯ୍ୟନ୍ତ ଅଞ୍ଚଳକୁ ଆମେ ଦକ୍ଷିଣ ଗୋଲାର୍ଦ୍ଧ ବୋଲି କହିବା। କୁମେରୁ ପର୍ଯ୍ୟନ୍ତ ଯେଉଁ ଅଛି ଆମେ ଦକ୍ଷିଣ ଗୋଲାର୍ଦ୍ଧ ବୋଲି କହିବା। ଠିକ୍ ସେମିତି ବିଷୁବ ବୃତ୍ତ ଠାରୁ ସମାନ ଦୂରରେ ଉତ୍ତରରେ କର୍କଟ କ୍ରାନ୍ତି ଓ ଦକ୍ଷିଣରେ ମକର କ୍ରାନ୍ତି। ଠିକ୍ ସେମିତି ଉତ୍ତର ଗୋଲାର୍ଦ୍ଧର ପ୍ରାନ୍ତକୁ ସୁମେରୁ ଓ ଦକ୍ଷିଣ ଗୋଲାର୍ଦ୍ଧର ପ୍ରାନ୍ତକୁ କୁମେରୁ କହିବା। ସୁମେରୁ ନିକଟରେ ଥିବା ବୃତ୍ତକୁ ସୁମେରୁ ବୃତ୍ତ
କୁମେରୁ ନିକଟରେ ଥିବା ବୃତ୍ତକୁ କୁମେରୁ ବୃତ୍ତ କୁହାଯାଏ। ବାସ୍ତବରେ ପୃଥିବୀରେ ଏହିପରି ସବୁ ବୃତ୍ତ ନାହିଁ, କେବଳ କଳ୍ପନା କରାଯାଇଛି। ଗ୍ଲୋବରେ ସ୍ଥଳଭାଗକୁ ସବୁଜ, ବାଦାମୀ ଓ ହଳଦିଆ ରଙ୍ଗ ଦ୍ୱାରା, ଜଳଭାଗକୁ ନୀଳ ରଙ୍ଗ ଦ୍ୱାରା ଚିହ୍ନିତ କରାଯାଇଛି। ବଡ଼ ବଡ଼ ସ୍ଥଳଭାଗକୁ ମହାଦେଶ, ମହାସାଗର, ବଡ଼ ବଡ଼ ଜଳଭାଗକୁ ମହାସାଗର କୁହାଯାଏ। ଗ୍ଲୋବ ପରି ମାନଚିତ୍ରରେ ମଧ୍ୟ ବିଭିନ୍ନ ଦେଶ ଓ ରାଜ୍ୟକୁ ଦର୍ଶାଯାଇଥାଏ। ପୃଥିବୀରେ 7ଟି ମହାଦେଶ ଓ 5ଟି ମହାସାଗର ଅଛି। ଅନେକ ସାଗର ଓ ଉପସାଗର ଅଛି। ଆମ ଦେଶ ଭାରତ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଏହାର ଚାରିପଟେ ଅନେକ ଦେଶ ଓ ସାଗର ମହାସାଗର ଘେରି ରହିଛି। ଭାରତର 3 ପଟେ ଜଳଭାଗ ଅଛି। ଭାରତର ଦକ୍ଷିଣ ଅଂଶ ଅଣଓସାରିଆ ହୋଇ ଜଳଭାଗ ମଧ୍ୟକୁ ପ୍ରବେଶ କରିଛି। ଭାରତର ମୁଖ୍ୟ ସ୍ଥଳଭାଗକୁ ଅଲଗା ହୋଇ ଗୋଟିଏ ଦ୍ୱୀପପୁଞ୍ଜ ବଙ୍ଗୋପସାଗରରେ ଅଛି। ତା ନାଁ ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ସେହିପରି ଆରବ ସାଗରରେ ଥିବା ଦ୍ୱୀପପୁଞ୍ଜର ନାମ ହେଲା ଲାକ୍ଷା ଦ୍ୱୀପପୁଞ୍ଜ। ତାହେଲେ ପିଲାମାନେ, ତୁମର ଏ ବିଷୟଟି ସରିଯାଇଛି। ଏବେ ଆମେ କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଭାରତ କେଉଁ ମହାଦେଶରେ ଅବସ୍ଥିତ? ମନେ ରଖ, ଭାରତ ଏସିଆ ମହାଦେଶରେ ଅବସ୍ଥିତ। ଭାରତ ଏସିଆ ମହାଦେଶରେ ଅବସ୍ଥିତ। ମକର କ୍ରାନ୍ତି କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ? ମନେ ରଖ, ମକର କ୍ରାନ୍ତି ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। ମକର କ୍ରାନ୍ତି ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ। କର୍କଟ କ୍ରାନ୍ତି କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ? କର୍କଟ କ୍ରାନ୍ତି ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। କର୍କଟ କ୍ରାନ୍ତି କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ? ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଆଚ୍ଛା, ପାକିସ୍ତାନ ଭାରତର ପଶ୍ଚିମରେ ଅବସ୍ଥିତ ପଡ଼ୋଶୀ ଦେଶ। ଭାରତର ପଶ୍ଚିମରେ କେଉଁ ପଡ଼ୋଶୀ ଦେଶ ରହିଛି? ଭାରତର ପଶ୍ଚିମରେ ଅଛି ପାକିସ୍ତାନ। ପଶ୍ଚିମରେ କେଉଁ ଦେଶ ଅଛି? ପାକିସ୍ତାନ ଅଛି। ସେମିତି ପୃଥିବୀକୁ 2 ଭାଗରେ ବିଭକ୍ତ କରୁଥିବା କାଳ୍ପନିକ ବୃତ୍ତର ନାମ ବିଷୁବ ବୃତ୍ତ। ବୃତ୍ତର ନାମ କ'ଣ? ବିଷୁବ ବୃତ୍ତ। ଗ୍ଲୋବରେ ଜଳଭାଗ ସୂଚାଉଥିବା ରଙ୍ଗ। ଗ୍ଲୋବରେ ଜଳଭାଗ ସୂଚାଉଥିବା ରଙ୍ଗ ହେଲା ନୀଳ ରଙ୍ଗ। କେଉଁ ରଙ୍ଗ? ନୀଳ ରଙ୍ଗ। ଗ୍ଲୋବରେ ସୁମେରୁ ଦକ୍ଷିଣକୁ କେଉଁ ବୃତ୍ତ ରହିଛି? ଗ୍ଲୋବରେ ସୁମେରୁର ଦକ୍ଷିଣକୁ ସୁମେରୁ ବୃତ୍ତ ରହିଛି। ଏକ ନମ୍ବରଟି ଆମର ସରିଯାଇଛି। ଏବେ ଆମେ ଦେଖିବା 2 ନମ୍ବର ପ୍ରଶ୍ନ। ଆମ ପୃଥିବୀରେ ଥିବା ମହାଦେଶ ଓ ମହାସାଗର ଗୁଡ଼ିକର ନାମ ଲେଖ। ପ୍ରଥମେ ଆମେ ମହାଦେଶ ଦେଖିବା। କ'ଣ କ'ଣ ମହାଦେଶ ଅଛି ଆମର? 1ରେ ଅଛି ଏସିଆ, 2ରେ ଅଛି ୟୁରୋପ, 3ରେ ଅଛି ଆମର ଆଫ୍ରିକା। 3ରେ କ'ଣ ଅଛି ପିଲେ? ଆଫ୍ରିକା ଅଛି। 4ରେ ଅଛି ଅଷ୍ଟ୍ରେଲିଆ, 5ରେ ଅଛି ଉତ୍ତର ଆମେରିକା। 5ରେ ଉତ୍ତର ଆମେରିକା। 6ରେ ଦକ୍ଷିଣ ଆମେରିକା। 6ରେ ଦକ୍ଷିଣ ଆମେରିକା। 6ରେ ଦକ୍ଷିଣ ଆମେରିକା।
सातरे आंटार्कटिका। सातरे मन रख पिले आंटार्कटिका। तेले सातटी महादेशर नाम आमे जानिले। एबे आमे महासागर जानिबा। एक रे प्रशांत महासागर, प्रशांत महासागर। दुई रे आटलांटिक महासागर, दुई रे आटलांटिक। ठीक रे पिले देखिब आटलांटिक महासागर। तीन रे भारत महासागर। चारि रे सुमेरु महासागर बा उत्तर महासागर। पांच रे कुमेरु महासागर, पांच रे कुमेरु महासागर बा दक्षिण महासागर। दुई नंबर टी तुमर सरी जाइछि। एबे आमे तीन नंबर देखिबा। तीन नंबर तले दिया जाइथिबा चित्र रे मकर क्रांति, कर्कट क्रांति, विषुव रेखा, कुमेरु वृत्त, सुमेरु वृत्तर नाम लेख। प्रथमे आमे देखिबा एई मझी रेखाटी को आमे जानिचे विषुव रेखा। यह पृथ्वी को दुई भाग रे विभक्त करूची। ताले एठी आमे कोन लेखिबा? विषुव रेखा लेखिबा बा विषुव वृत्त मध्य लेखि पारिबा। ठीक सेमिति विषुव रेखा ठारू समान दूरता रे दुई पार्श्व रे उत्तर को कर्कट क्रांति, ये विषुव रेखा एठी लिखिबा। तार उत्तर को कर्कट क्रांति लिखिबा। ठीक तार तले दक्षिण को आमे मकर क्रांति लिखिबा। सुमेरुर विषुववृत्तर उभय पार्श्व रे आमे जानिले कर्कट क्रांति आउ मकर क्रांति। उभय पार्श्व रे आमे कर्कट क्रांति और मकर क्रांति देखिले। ठीक उपरे सुमेरु आउ दक्षिण रे कुमेरु। सुमेरु आउ कुमेरु दुईटी प्रांत। सुमेरु कुमेरु दुईटी प्रांत। सुमेरु पाखरे सुमेरु वृत्त ओ कुमेरु पाखरे कुमेरु वृत्त। सुमेरु पाखरे सुमेरु वृत्त, कुमेरु पाखरे कुमेरु वृत्त रहिछि। 4 नंबर आलोचना करिबा। भारतर सीमा को लागिथिबा देशर नाम, सागरर नाम और महासागरर नाम लेखिबा। प्रथमे आमे देखिबा कौन कौन देश भारतर सीमा को लागी रहिछि। आमे मानचित्र रे देखिथिले बांग्लादेश देखिथिले, आउ कौन देखिथिले म्यांमार देखिथिले। म्यांमार, चीन, नेपाल, भूटान, पाकिस्तान, ये सब देश आमर रही। बांग्लादेश, म्यांमार, चीन, नेपाल, भूटान, पाकिस्तान और अफगानिस्तान रही। ठीक सेमिति पिले आमर सागर महासागर कौन रही? बंगोपसागर रही। भारतर पूर्व रे बंगोपसागर, पश्चिम रे आरब सागर रही।
आउ दक्षिण रे भारत महासागर रही। दक्षिण रे कौन रही? भारत महासागर रही। ये आमर सीमा को लगी बांग्लादेश, म्यांमार, चीन, नेपाल, भूटान, पाकिस्तान, अफगानिस्तान देश रही और भारतर सीमा को लगी सागर महासागर रही। तो सागर रही बंगोपसागर और अरब सागर आ गोटे महासागर रही भारत महासागर। एबे आमे 5 नंबर आलोचना करिबा। 5 नंबर रे आमर अलगा शब्दटी को आमे बाछिबा। क देछि विषुव रेखा, मकर क्रांति, सुमेरु और सुमेरु वृत्त। ताले विषुव रेखा, मकर क्रांति, सुमेरु और सुमेरु वृत्त मध्य आमे अलगा शब्दटी पाइबा सुमेरु। काहींकि सुमेरु अलगा? मनरे तुमर प्रश्न आसुथिब। मूलरू मु पिले कहिछि विषुव रेखा, मकर क्रांति, सुमेरु वृत्त ए समस्ते गोटिए गोटिए वृत्त, किंतु कुमेरु और सुमेरु दुईटी प्रांत। आमे ग्लोब रे उत्तर रे सुमेरु और दक्षिण रे कुमेरु देखिबा। सुमेरु और कुमेरु दुईटी प्रांत, तेणु ए सुमेरुटी अलगा। खरे यूरोप, आफ्रिका, पाकिस्तान, ऑस्ट्रेलिया। तार उत्तर होउची पाकिस्तान। उत्तर हैला पाकिस्तान। यूरोप, आफ्रिका, ऑस्ट्रेलिया ए सब महादेश, किंतु पाकिस्तान हेउची आमर पड़ोसी देश। ए सब महादेश। यूरोप, आफ्रिका, ऑस्ट्रेलिया ए सब महादेश, किंतु पाकिस्तान हेउची पड़ोसी देश, तेणु पाकिस्तान टी अलग। गरे देछि चीन, म्यांमार, बांग्लादेश, थाईलैंड। ए थाईलैंड टी हेउची अलग। थाईलैंड अलग कहीं ना चीन, म्यांमार, बांग्लादेश ए सब आमर पड़ोसी देश। थाईलैंड टी आमर पड़ोसी देश नुहे। तापरे पिले देख 6 नंबर देखिबा। पृथ्वी रे डैश टी महादेश अछि। पृथ्वी रे 7टी महादेश रही। केतोटी महादेश रही? 7टी महादेश रही। पृथ्वी रे डैश टी महासागर रही। पृथ्वी रे 5टी महासागर रही। एबे ग देखिबा भारतर दक्षिण रे थिबा महासागरटीर नाम कौन? भारतर दक्षिण रे थिबा महासागरटीर नाम भारत महासागर। कौन? भारत महासागर। पृथ्वीर जल प्राय डैशटी भाग और स्थल प्राय डैशटी भाग। मन रख पिले, जल 3 भाग और स्थल 1 भाग। पृथ्वीर डैशटी महादेश उभय गोलार्धरे रही। मन रख, पृथ्वीर 2टी महादेश उभय गोलार्धरे रही। दक्षिण अमेरिका और आफ्रिका। दक्षिण अमेरिका और आफ्रिका उभय गोलार्धरे रही। दक्षिण अमेरिका आ गोटे कौन? आफ्रिका। ए दुईटी उभय गोलार्धरे अछि। भारतर दक्षिण रे थिबा महासागरटीर नाम कौन? क्वेश्चन टी 2 थर देछि, तथापि पिले मन दे सुन। दक्षिण रे थिबा महासागरटीर नाम हैला भारत महासागर। एबे 7 नंबर प्रश्न देखिबा। भूगोलक को देखी निम्न सारणी रे केउ महादेश केउ गोलार्धरे अछि लेख। केउ महादेश उभय गोलार्धरे अछि लेख। तो प्रथम देखिबा उत्तर गोलार्धरे कौन कौन महादेश सब रही। मन रख पिले, उत्तर गोलार्धरे एशिया, उत्तर अमेरिका, उत्तर अमेरिका और यूरोप। यूरोप ताले आमे कौन जानिले?
आमे कौन जानिले उत्तर गोलार्धरे एशिया उत्तर अमेरिका और यूरोप रही। सेमिति पिले दक्षिण गोलार्धरे कौन रही? दक्षिण गोलार्धरे ऑस्ट्रेलिया और अंटार्कटिका रही। कौन रही? अंटार्कटिका। सेहीपरि उभय गोलार्धरे कौन कौन अच्छी? उभय उत्तर गोलार्ध और दक्षिण गोलार्धरे कौन कौन अच्छी? दक्षिण अमेरिका और आफ्रिका। उभय उत्तर और दक्षिण गोलार्धरे दक्षिण अमेरिका अच्छी आउ आफ्रिका अच्छी। ए पिला माने आउ थरे मन दे सुन। आमर उत्तर गोलार्धरे एशिया उत्तर अमेरिका यूरोप रही। सेहीपरि दक्षिण गोलार्धरे ऑस्ट्रेलिया अंटार्कटिका रही। उभय उत्तर और दक्षिण गोलार्धरे दक्षिण अमेरिका और आफ्रिका रही। पिला माने तुमर आज विषयटी सरी जाइछि। मोर आशा तुमे माने विषयटी को बुझिथिब। तथापि आउ थरे विषयटी को मन देई पढ़िब, प्रश्न उत्तर करिब। पिला माने आज पई विषयटी सरी जाइछि। धन्यवाद।